ନବମୀରେ ରାମଲାଲାଙ୍କ ହେବ ସୂର୍ଯ୍ୟ ତିଲକ। ଦୀପ୍ତିମୟ ହେବ ରାମଲାଲାଙ୍କ ଲଲାଟ। ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହକୁ ଓହ୍ଲାଇ ଆସିବେ ସୂର୍ଯ୍ୟ। ରାମ ନବମୀରେ କରିବେ ବାଲକ ରାମଙ୍କ ସୂର୍ଯ୍ୟ ତିଳକ। ସୂର୍ଯ୍ୟ କିରଣରେ ଦୀପ୍ତିମୟ ହେବ ରାମଲାଲାଙ୍କ ଲଲାଟ। ଅପେକ୍ଷା। ଏପ୍ରିଲ 17 ଦିନ 12ଟାର ଦିବ୍ୟ ମୁହୂର୍ତ୍ତକୁ। ଦୀର୍ଘ 500 ବର୍ଷ ପରେ ମହାଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ରାମନବମୀ। 17 ତାରିଖ ଠିକ୍ ଦିନ 12ଟାରେ ପ୍ରକଟ ହେବେ ରାମଲାଲା। ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ରାମନବମୀ ପାଳନ ହେବାକୁ ଯାଉଥିବା ବେଳେ ଏହି ଦିବ୍ୟ ମୁହୂର୍ତ୍ତକୁ ଆହୁରି ଭବ୍ୟ କରିବ ବାଲକ ରାମଙ୍କ ସୂର୍ଯ୍ୟାଭିଷେକ ବା ସୂର୍ଯ୍ୟ ତିଳକ। ସୂର୍ଯ୍ୟ କିରଣରେ ଝଲସି ଉଠିବ ଶ୍ରୀ ବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ବର୍ତ୍ତ ତିଳକ। ପ୍ରାୟ 5 ମିନିଟ ଯାଏ ରାମଲାଲାଙ୍କ ଲଲାଟରେ 75 ମିଲିମିଟର ଆକାରର ଏକ ଗୋଲାକାର କିରଣ ତିଳକ ଭାବେ ଶୋଭା ପାଇବ। ରାମନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍କା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ। ଏଥିପାଇଁ ଗତକାଲି ରାମ ମନ୍ଦିରରେ ସୂର୍ଯ୍ୟ ତିଳକ ପ୍ରକ୍ରିୟାର ଟ୍ରାଏଲ ବା ପୂର୍ବାଭ୍ୟାସ କରିଛନ୍ତି ସେଣ୍ଟ୍ରାଲ ବିଲିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ RI ରୁରକିର ବୈଜ୍ଞାନିକ ଦଳ। ବିଗ୍ରହକୁ ଚାଦର ଘୋଡ଼ାଇ ନିର୍ଭୁଲ ମାପଚୁପ କରି ଯନ୍ତ୍ରପାତି ଖଞ୍ଜା ଯାଇଛି। ତେବେ ଓଡ଼ିଶା ପାଇଁ ଗୌରବର କଥା ହେଉଛି, ଏହି ଜଟିଳ ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ ପାଣିଗ୍ରାହୀ। ସୂଚନା ଅନୁସାରେ ଏହି ଅପ୍ଟି ମେକାନିକାଲ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ଷ ଲାଗିଛି। ପ୍ରତି ସେକେଣ୍ଡରେ ପୃଥିବୀର ଚଳନ ଅନୁସାରେ ଦର୍ପଣ ଓ ଲେନ୍ସର ଦିଗ ବଦଳାଇବାକୁ 19ଟି ଗିଅର ଲାଗିଛି। ଏହା ବିନା ବିଜୁଳିରେ କାମ କରିପାରିବ। ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ଅଥବା ଅଷ୍ଟଧାତୁ ପାଇପ ଭିତରେ 2ଟି ଦର୍ପଣ ଓ 3ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିବ। ମଧ୍ୟାହ୍ନ ଆକାଶରେ ସୂର୍ଯ୍ୟ ଯେତେବେଳେ ଠିକ୍ ମୁଣ୍ଡ ଉପରେ ଥିବେ, ସେତେବେଳେ ଦିବ୍ୟ ଆଭା ପ୍ରତିଫଳିତ ହେବ ବାଲକ ରାମଙ୍କ ଲଲାଟ ମଧ୍ୟସ୍ଥଳରେ। ଏହି ଅଲୌକିକ ଦୃଶ୍ୟ ପୁରା ଅଯୋଧ୍ୟା ନଗରୀରେ 100 LED ସ୍କ୍ରିନ ଦ୍ୱାରା ପ୍ରଦର୍ଶିତ ହେବ। ସେପଟେ ଆଜି ସରଜୁ ନଦୀରେ ପବିତ୍ର ବୁଡ଼ ପକାଇ ଚୈତ୍ର ନବରାତ୍ରିର ଅୟମାରମ୍ଭ କରିଛନ୍ତି ଶ୍ରଦ୍ଧାଳୁ। ଆଗାମୀ 9 ଦିନ ଯାଏଁ ରାମ ମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ରୀତିନୀତି। 9 ଦିନରେ 9ଟି ରଙ୍ଗର ଦିବ୍ୟ ବସ୍ତ୍ର ପରିଧାନ କରିବେ ପ୍ରଭୁ। ପ୍ରାଣ ପ୍ରତିଷ୍ଠା ପରେ ଆଜି ପ୍ରଥମ ଥର ପାଇଁ ବାଳକ ରାମଙ୍କ ବସ୍ତ୍ର ଶୈଳୀ ବଦଳା ଯାଇଛି। ଆଜି ପ୍ରଥମ ଦିନରେ ମୟୂର ଓ ଅନ୍ୟ ବୈଷ୍ଣବ ଚିହ୍ନ ଗୁଡ଼ିକୁ ରଙ୍ଗୀନ ରେଶମ ଓ ଜରିରେ ବୁଣା ଯାଇଛି।